ଯାହାକୁ ଆମେ ବର୍ତ୍ତମାନ ସମୟରେ ଘୃଣା ଦୃଷ୍ଟିରେ ଦେଖୁଛୁ, ଯାହାକୁ ଆମେ ଅଳିଆ ବୋଲି ଭାବେ ଅଣଦେଖା କରୁଛୁ, ସେଥିରେ ହିଁ ଲୁଚି ରହିଛି ଜୀବନର ରହସ୍ୟ। ଏହା କୌଣସି ସାଧାରଣ ପଦାର୍ଥ ନୁହେଁ ଆଜ୍ଞା, ଏହା ଦେଶୀ ଗାଈର ଗୋବର ଅଟେ। ଏହା ବିଶ୍ୱ ବ୍ରହ୍ମାଣ୍ଡ ପାଇଁ ଏକ ଅମୂଲ୍ୟ ସମ୍ପଦ ଅଟେ, ଯାହାକୁ ଲୋକେ ନାକ ଟେକି ନଜରଅନ୍ଦାଜ କରିଥାନ୍ତି। କ'ଣ ଆପଣମାନେ ଜାଣିଛନ୍ତି ସେହି ଗୋବର, ଯାହା ପ୍ରାଚୀନ ଭାରତୀୟ ଜ୍ଞାନ ଅନୁସାରେ ବିଶ୍ୱ ବ୍ରହ୍ମାଣ୍ଡର ଉର୍ଜାକୁ ସ୍ଥିର କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ଥିଲା ବୋଲି? ଆଜ୍ଞା ହଁ, ଆମେ ଆଲୋଚନା କରୁଅଛୁ ଦେଶୀ ଗାଈର ଗୋବର ଉପରେ। ଏଥିରେ ଲୁଚି ରହିଛି ଏକ ଏମିତି ରହସ୍ୟ, ଯାହାକୁ ଜାଣିବା ପରେ ଆପଣମାନେ ବୋଧେ ଆଉ କେବେ ଗୋବରକୁ ଘୃଣା ଦୃଷ୍ଟିରେ ଦେଖିବେ ନାହିଁ। କିନ୍ତୁ ପ୍ରଶ୍ନ ଉଠେ, ଗୋବରରେ ଏମିତି କ'ଣ ରହିଛି ଯାହା ତାକୁ ପବିତ୍ର କରିଥାଏ? କ'ଣ ଏହା କେବଳ ଭାରତୀୟ ଅନ୍ଧବିଶ୍ୱାସ, ନା ବିଜ୍ଞାନ ମଧ୍ୟ ଏହା ଆଗରେ ନତମସ୍ତକ ହୋଇସାରିଛି? କ'ଣ ଆପଣମାନେ ଜାଣିଛନ୍ତି MIT ଓ NASA ଭଳି ସଂସ୍ଥା ମଧ୍ୟ ଦେଶୀ ଗାଈର ଗୋବର ଉପରେ ଗବେଷଣା କରିଛନ୍ତି ବୋଲି? ଆସନ୍ତୁ ଆମେ ଜାଣିବା କିଭଳି ହଜାର ହଜାର ବର୍ଷ ପୂର୍ବରୁ ଭାରତର ମୁନିଋଷିମାନେ ଏହିସବୁ ଖୋଜି ପାଇଥିଲେ, ଯାହା ଉପରେ ଆଜିର ଆଧୁନିକ ବିଜ୍ଞାନ ରିସର୍ଚ୍ଚ ଉପରେ ରିସର୍ଚ୍ଚ କରି ଚାଲିଛି। ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଗାଈର ତାଜା ଗୋବରରେ କମ୍ ସେ କମ୍ 60 ପ୍ରକାରର ଲାଭପ୍ରଦାୟକ ସୂକ୍ଷ୍ମଜୀବ ରହିଥାନ୍ତି, ଯାହା ରୋଗ ସୃଷ୍ଟିକାରୀ ଅଣୁଜୀବମାନଙ୍କୁ ନଷ୍ଟ କରିବାର କ୍ଷମତା ରଖିଥାନ୍ତି। ଯେତେବେଳେ ଦେଶୀ ଗାଈର ଗୋବରରୁ ନିର୍ମିତ ଘଷି ଜଳିଥାଏ, ସେଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁମଣ୍ଡଳରେ ଥିବା ବିଷାକ୍ତ ଗ୍ୟାସ୍ ଗୁଡ଼ିକ ଶୋଷଣ କରିଥାଏ। ମହାମାରୀ ସମୟରେ ଗାଁ ଗୁଡ଼ିକରେ ଗୋବର ଘଷିକୁ ଜାଳି ସେଥିରୁ ନିର୍ଗତ ହେଉଥିବା ଧୂଆଁକୁ ଖେଳା ଯାଉଥିଲା। ତାହା କେବଳ ଏକ ପରମ୍ପରା ନଥିଲା, ବରଂ ଏକ ବୈଜ୍ଞାନିକ ପ୍ରକ୍ରିୟା ମଧ୍ୟ ଥିଲା। ମୋବାଇଲ, ବ୍ଲୁଟୁଥ୍, ୱାଇଫାଇ ଆଦିରୁ ଉତ୍ପନ୍ନ ହେଉଥିବା ହାନିକାରକ ତରଙ୍ଗ ଗୁଡ଼ିକୁ ଅବଶୋଷଣ କରିବାର କ୍ଷମତା ଗୋବର ପାଖରେ ରହିଛି, ଯାହା ଆମର ସୁରକ୍ଷା କବଚ ଭାବେ ସାହାଯ୍ୟ କରିଥାଏ। ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ ଦ୍ୱାରା ମାଟିର ଉର୍ବରତା ନଷ୍ଟ ହୋଇ ବିଷରେ ପରିଣତ ହୋଇସାରିଲାଣି। ଯଦି ଆମେ 1 ହେକ୍ଟର ଜମିରେ 3 ବର୍ଷ ପର୍ଯ୍ୟନ୍ତ କେବଳ ଗୋବର ଏବଂ ଗୋମୂତ୍ର ଚାଷ କାର୍ଯ୍ୟ କରିବା, ତେବେ ମାଟିର ଜୈବିକ ଶକ୍ତି 40% ବୃଦ୍ଧି ପାଇବ। ଏଥିରୁ ଉତ୍ପାଦିତ ଅନ୍ନ ସ୍ୱାଦିଷ୍ଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ପୁରାତନ ସମୟରେ ଭଙ୍ଗା ହାଡ଼କୁ ଯୋଡ଼ିବା ପାଇଁ ଗୋବରର ଲେପ ପ୍ରୟୋଗ କରାଯାଉଥିଲା। ଏହାର ବୈଜ୍ଞାନିକ କାରଣ ହେଲା ଗୋବରରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଫସ୍ଫରସ୍ ଆଦି ରହିଛି। ଏହା ଭଙ୍ଗା ହାଡ଼ର କଷ୍ଟକୁ କମ୍ କରିଥାଏ ଏବଂ ହାଡ଼କୁ ଜଲ୍ଦି ଯୋଡ଼ିବାରେ ସାହାଯ୍ୟ କରିଥାଏ। ଏକ ବୈଜ୍ଞାନିକ ରିସର୍ଚ୍ଚ ଅନୁସାରେ ଗାଈର ଗୋବର 95% ରେଡିଏସନକୁ ଅବଶୋଷଣ କରିପାରେ। ଏହି ରିସର୍ଚ୍ଚ DRDO ମଧ୍ୟ କରିସାରିଛି, ଯାହା ପରମାଣୁ ବିସ୍ଫୋରଣରୁ ରକ୍ଷା କରିବା ପାଇଁ ସକ୍ଷମ ଅଟେ। ବର୍ତ୍ତମାନ ଭାରତରେ ଦେଶୀ ଗାଈର ଗୋବର ଦ୍ୱାରା ବିଭିନ୍ନ ପ୍ରକାର ବ୍ୟବସାୟ କରାଯାଇପାରୁଛି, ଯଥା ଦୀପ, ଧୂପ, ଫର୍ଟିଲାଇଜର, କଲର ଆଦି ତିଆରି କରାଯାଉଛି, ଯାହାଫଳରେ ସ୍ୱଦେଶୀ ଗୋରକ୍ଷା ସହିତ ଅନ୍ୟମାନଙ୍କୁ ଜୀବିକା ମିଳିପାରିବ। ଯଦି ଏହି ଭିଡ଼ିଓଟିରୁ ଆପଣମାନଙ୍କୁ କିଛି ଜାଣିବାକୁ ମିଳିଥାଏ, ତେବେ ନିଶ୍ଚିନ୍ତ ଭାବେ ଅଧିକରୁ ଅଧିକ ସେୟାର କରନ୍ତୁ। ଜୟ ଗୋମାତା, ଜୟ ଭାରତ।